କହୁଛି ଆଉ ସେ ତାର ରହିବା ପାଇଁ ଚାହୁଁନି ମୁଁ ତାକୁ ନେଇକି ହ୍ୟାଣ୍ଡଓଭର କରିଦେବି ଗୋପା ମନ୍ଦିର ପାଖରେ ନହେଲେ ଯୋଉଠି ହେଲେ ମୁଁ କହିବି ଦିଅ କଣ କହିବ ସେଇଠି ଯାହା କହିବ ନା ମୁଁ କହିବି ଦିଅ କଣ ହଉଛି କହିଲ ମତେ ବାହାହେଲା ଆମର କିନ୍ତୁ ରଖିଛି ତା ଘରେ କିନ୍ତୁ ମତେ ମାରପିଟ କରୁଛି। ମୁଁ କହୁଛି ତୁ ପଳା ତତେ ସେଥିପାଇଁ ମୁଁ କହୁଛି ତୁ ପଳା। ମୁଁ ରହିତେ ଚାହୁଁଛି ହେଲା ମୁଁ ଯାହା କହୁଛି ମୋର କଥା ଯାହା ଶୁଣୁନାହାନ୍ତି ନିଜ ଇଚ୍ଛାରେ କରୁଛନ୍ତି ଆଉ। ଆଚ୍ଛା ଏତେ ମତେ କେତେ ବ୍ଲେମ କଲେ କେତେ ବେଜିତ କଲା ପରେ ବି ମୁଁ ତାକୁ ଏଇଠି ରଖିଲି ନା ନାଇଁ। ତାକୁ ମୁଁ କୋଉ କଥାରେ ଦେଖ ସେ ବାହା ହେଲା ସେ ଘରେ ରହିବା ଲୋକ ସେ ଘରେ ନ ରହିକି ସେ ବାରମ୍ବାର ଆରେ ଟିକେ କଥାକୁ ସେ ନେଇକି ପଳେଇବ ଘରକୁ ଟିକେ କଥାକୁ ନେଇକି ରାଗୁଛି। ବସ୍ତି ଲୋକ ଦେଖୁଛନ୍ତି ସାହି ଲୋକ ଦେଖୁଛନ୍ତି ଗାଁ ଲୋକ ଦେଖୁଛନ୍ତି ସେମାନେ ସବୁ କଣ ଭାବୁଛନ୍ତି। ଆରେ ସେ ବାହା ହେଇକି ରହିଛି ସେ ଗୋଟେ ଜାଣିବା ଦରକାର ନା ନାଇଁ ସେ ଯେ ଗୋଟେ ଘରେ ରହିଛି ବୋଲି। ଆଉ ଟିକେ କଥାକୁ ସିଏ ମାନେ କହୁଛି ମୁଁ ତ ପଳେଇବି ଏମିତି ଧମକ ଦଉଛି। ତା ମୁଁ କଣ ତା ଧମକରେ ରହିଛି ନା ତାକୁ ଡରିକି ରହିଛି। ନା ତମେ ଏଥର ଯାଅ ଆଉ ନାଇଁ ତ କହିଲି ତମେ ଯାଅ। ମୁଁ ରହିବି ସାଙ୍ଗରେ। ଏଇଥର ମାନେ କଣ ହେଇଛି ଜାଣିଛ ଏଇଥର ମାନେ ଘରୁ ବାହାରିକି ଚାଲି ଯାଇଛି। ଘରୁ ବାହାରିକି ମତେ କହିଲା ନେଇକି ଛାଡିଦିଅ ବାରମ୍ବାର ଟିକେ କଥାକୁ ମତେ କହୁଛି ନେଇକି ଛାଡିଦିଅ। ଯଦି ତୁ ପଳେଇ ଯିବାର ଥିଲା ମତେ ମା ନିଜ ଏତେ ମତେ ବେଜିତ କଲୁ କରୁଥିଲ କି ନାଇଁ କିଏ ବାହାର କରୁଥିଲା ତମେ ମୁଁ କେତେବେଳେ ବାହାର କଲି ବାହାର କରୁନଥିଲ କେତେବେଳେ ବାହାର କଲି। ତୁ ଏମିତି ରୁଲ ତରକାରୀ ଭାତ ତରକାରୀ ଟୁ ନେଇକି ଘର କାମ ପର୍ଯ୍ୟନ୍ତ ସବୁ ମୁଁ କରିଦଉଛି ତାକୁ ହେଲା। ନିଜେ ରୋଷେଇ କରିକି ତାକୁ ଦଉଛି ଖାଇବା ପାଇଁ ଆଜି ପର୍ଯ୍ୟନ୍ତ ମୁଁ ତାକୁ କହିନି କି ତୁ ରୋଷେଇ କରିକି ଦେ ମତେ ଖାଇବା ପାଇଁ କିବା ମତେ ମାନେ ଦିଟା ଭାତ ବାଢିକି ଦେ ତା ପାଇଁ କରୁଛି କାରଣ କାହିଁ ନା ସେ ଘରେ ବଡ ହେଇଛି। ତ ମୁଁ ମୁଁ କଣ ଭୋକାଟା ତାକୁ ମୁଁ ଯେମିତି ଖୁସିରେ ରଖିବା ପାଇଁ ଚାହିଁବି ରଖୁଛି ନା ନାଇଁ। ତାପରେ ବି ସିଏ ମୋ ଉପରେ ଚଢୁଛି ଜାଣିଛୁ ନା ଟିକେ କଥାକୁ ନେଇକି ମାନେ ସଦାବେଳେ ଘରୁ ବାହାରିଯିବ ବୋଲି କହୁଛି। ହେଲା ମାନେ ମତେ ଏମିତି ମାନେ ବ୍ଲାକମେଲ କରିକି ମାନେ ଧମକେଇକି ରଖିଲା ଭଳିଆ ରଖୁଛି।